ହ୍ୟାଲୋ। ଆଜ୍ଞା ହ୍ୟାଲୋ ସୁକାନ୍ତ ବାବୁ କହୁଥିଲେ ଆଜ୍ଞା? ଆଜ୍ଞା ଆଜ୍ଞା ନମସ୍କାର। ମୁଁ କଳିଙ୍ଗ ଓଡ଼ିଶା ନ୍ୟୁଜ୍ରୁ କହୁଥିଲି ଆଜ୍ଞା। ହଁ ଆଜ୍ଞା କଣ ହେଲା? ଆଜ୍ଞା କଳିଙ୍ଗ ଓଡ଼ିଶା ନ୍ୟୁଜ୍କୁ ଆପଣଙ୍କୁ ସ୍ୱାଗତ କରୁଛି। ଟିକେ ଯାତ୍ରା ଜଗତରେ ଦୁଇ ପଦ କଥା ହେବାକୁ ଚାହୁଁଛି, ଟିକେ ସମୟ ଦେବେ? ଦିଅନ୍ତୁ, କଣ କୋଉ ବିଷୟରେ କାହା ବିଷୟରେ କଥା ହେବି? ଆଜ୍ଞା ଏଇ ଯାତ୍ରା ବିଷୟରେ କଥା ହେବେ। ଆପଣ ତ ଦୂରରେ ରହୁଛନ୍ତି, ଭେଟ ଭାଟ ଟିକେ ହେଇପାରୁନି, ତେଣୁକରି ହଁ ଫୋନରେ ହଁ ଟିକେ ହଁ କଥା ହେବେ। ଆଜ୍ଞା 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 କୁହନ୍ତୁ, କଣ କଣ କଥା ଯାତ୍ରା କୁହନ୍ତୁ। ଜଗତରେ ବର୍ତ୍ତମାନ ଯୋଉ ଯାତ୍ରା କଳାକାର ମାଲିକ ସଂଘ ଆଉ କମିଟି ମାନଙ୍କ ମଧ୍ୟରେ ହଁ ଯୋଉ ସମନ୍ୱୟତା ଓ ବୁଝାମଣା ଅଭାବରୁ ଯୋଉ ସଦାବେଳେ ମନାନ୍ତର ମତାନ୍ତର ଦେଖିବାକୁ ମିଳୁଛି। ଆଜ୍ଞା କିଏ ପଇସା ନେଇ ପଳେଇ ଗଲାଣି ତ ପୁଣି କିଏ ଆକ୍ରୋଶର ଶିକାର ହେଲାଣି। ଆଚ୍ଛା ଆଚ୍ଛା ଏଇ ଭିତରେ ଶୁଣିବାକୁ ମିଳୁଛି ଯେ ସିଂହ ବାହିନୀର ଯୋଉ ସୁପରହିଟ ଯୋଡି ନାଟକ ଭୋଳା ଆଜ୍ଞା ଶଙ୍କରର ମୁଖ୍ୟ ନାୟିକା ତମସା ମିଶ୍ର ହଁ ଆଜ୍ଞା ଓ ନାୟକ ବିଶ୍ୱଜିତ ନାଟକ ସିଂହ ବାହିନୀକୁ ଦର୍ଶକ ଆଗରେ ହୃଦୟର ଭଲ ସ୍ଥାନ ଦେଇଥିବା ବେଳେ ହଁ ଆଜି ପିୟୁଷ ମହାନ୍ତି ଓ ପିଙ୍କୁକୁ ନେଇ ଯୋଉ ବଜରଙ୍ଗୀ ନାଟକଟି ଚାଲିଛି, ହଁ ବର୍ତ୍ତମାନ ତମସା ମିଶ୍ର ଚାରିଆଡେ ବୁଲି ବୁଲି ଡ୍ରାମା କରୁଛନ୍ତି। ଆଚ୍ଛା 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 ଏଇ ଭିତରେ ଆପଣଙ୍କର ମତାମତ କଣ ରହିବ? ଶୁଣନ୍ତୁ ମ୍ୟାଡ଼ାମ, ଏ ବିଷୟରେ ମୁଁ କ୍ରିୟା ପ୍ରତିକ୍ରିୟା ଅନେକ ଦେଇଛି, ଆଜ୍ଞା କିନ୍ତୁ ମୁଁ ଆପଣଙ୍କ ସହିତ ସବୁ ଜିନିଷକୁ ଯଦି ଡାଇରେକ୍ଟ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବି, ଆଜ୍ଞା ତାହେଲେ ତାର ଉତ୍ତରଟା ସମ୍ପୂର୍ଣ୍ଣ ହବ ନାହିଁ। ଆଜ୍ଞା ଆଜ୍ଞା ତେଣୁ ଯେମିତି ବହିରେ ପାଠ ପଢିଲାଠୁ ପ୍ରଥମ ଚକିରେ ଦିଆଯାଏ ପୂର୍ବ ପାଠର ଆଲୋଚନା, ତାପରେ ଲିଖିତାଙ୍କ। ଠିକ ମୁଁ ସେଇ ବିଷୟରେ କହିବାକୁ ଚାହୁଁଛି ଆଜ୍ଞା ଯେ ପାଢୀ ବାବୁ ଯୋଉ ନାଟ୍ୟ କରିଛନ୍ତି, ଯୋଉ ସିଂହ ବାହିନୀ, ଆଜ୍ଞା ସେଇ ଯୋଉ ନାଟକରେ ଆପଣ ଦେଖନ୍ତୁ, ମୁଁ ପ୍ରଥମେ କହୁଛି, କିଛି ପରୋକ୍ଷ କଥା କହୁଛି। କଥାରେ ଅଛି ଭଦ୍ର, ଅଭଦ୍ର, ଅତିଭଦ୍ର, ଆଜ୍ଞା ବୁଝିଲେ କି? ଆଜ୍ଞା ଏଇ ତିନିଟା ଭିତରୁ ସେ କଣ ପାଇଁ ଯୋଗ୍ୟ? ଦର୍ଶକ ମାନେ, ଆପଣ ମାନେ, ମିଡିଆ ମାନେ ଆଜ୍ଞା ସମସ୍ତେ ଅନୁଭବ ଚେଷ୍ଟା କରନ୍ତୁ। ଭଦ୍ର, ଅଭଦ୍ର, ଅତିଭଦ୍ର। ଆଜ୍ଞା ଆଜ୍ଞା ତାପରେ ସେ କଣ କରୁଛନ୍ତି? ଅଗ୍ରିମ ସତେଦିନ ପାଠ ପଢୁନାହାନ୍ତି, ଅଗ୍ରିମ ଅନେକ ଲୋକଙ୍କୁ ପଇସା ଦେଇକି ବୁକ୍ କରୁଛନ୍ତି, ଠିକ ଯୋଉଟା କି ନୀତି ହୀନ, ନିୟମ ବିହୀନ। ହୁଁ ତାପରେ ପଇସା ଦେଇକି କଣ କରୁଛନ୍ତି? ତାଙ୍କର ଗୋଟେ ଅଛି ଧନ ଚୋରି, ଯୋଉ ଧନ ଚୋରି ସେମାନେ କଲେ, ହୁଁ ତାପରେ ଇଏ ତାଙ୍କର ମନ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଆଜ୍ଞା ଆଜ୍ଞା ସେମାନେ ତ ଦୁଇ ଆଡେ ଧନ ଦେଇଛନ୍ତି, ନେଇଛନ୍ତି ନା। ଆଜ୍ଞା ଆଜ୍ଞା ତେଣୁ ଧନ ଚୋର, ମନ ଚୋର, ଏ ଭିତରେ କାହାକୁ ଆମେ ଠିକ କହିବା? ମୁଁ ଭାବୁଛି ଧନ ଯିଏ ଚୋରି କରୁଛି ତାକୁ ଆମେ କହିବା ନାହିଁ, ଧନ ଦେଇକି ଯିଏ ଚାରିଆଡେ ଗବୁଛି ଆମେ ତାକୁ କହିବା। ଠିକ ଠିକ ଏପଟେ ପଇସା, ସେପଟେ ପଇସା, ଦୁଇ ପଟେ ପଇସା ଦେଇ ବଦନାମ କରିବା। ଏବଂ ଆପଣ ଶୁଣନ୍ତୁ, ସେ ଜଣେ ଇତିହାସର ଷ୍ଟୁଡେଣ୍ଟ, ଆଜ୍ଞା MA in ହିଷ୍ଟ୍ରି ଫ୍ରମ ଉତ୍କଳ ୟୁନିଭରସିଟି। ସେ ଆଜ୍ଞା ବହୁତ ଜାଣିନାହାନ୍ତି ସାମନ୍ତ ସନ୍ଧି କଣ, ବୁଝିଲେ? ଆଜ୍ଞା ମିର୍ଜାଫରର ଉତ୍ତରଦାୟିତ୍ୱ କଣ ଥିଲା? ପୃଥ୍ୱୀରାଜ ଜୟବର୍ଦ୍ଧନରେ ଜଣଙ୍କର ମହତ ଭିତରେ କଣ ରୋଲ ଥିଲା? ଏ ସବୁ ସେ କେବେ ବୁଝି ନାହାନ୍ତି। ଏବଂ ଯେହେତୁ ସେ ଭଲ ଭାବରେ ବୁଝିବା ଦରକାର, ଇତିହାସର ପୁନରାବୃତ୍ତି ଘଟେ, ହିଷ୍ଟ୍ରି ରିପିଟ୍ସ ଇଟସେଲ୍ଫ। ଇତିହାସର ପୁନରାବୃତ୍ତି ଘଟେ। ଆଜ୍ଞା ତେଣୁ ଏସବୁ ବିଷୟ ଜାଣି ମଧ୍ୟ ସେ ତ ଚିଙ୍ଗୁଡି ବେପାର କରୁଛନ୍ତି। ତେଣୁ ଆପଣ ଜାଣିଥିବେ କି ଚିଙ୍ଗୁଡି, ସମୁଦ୍ର ଚିଙ୍ଗୁଡି କି ନଈ ଚିଙ୍ଗୁଡି, କୋଉ ଚିଙ୍ଗୁଡି ମୁଁ ଏଟା କହିପାରିବି ନାହିଁ। ଆଜ୍ଞା ସମୁଦ୍ରଟା ତେଣୁକରି ସବୁରେ ତା ପାଣିଟା ଲୁଣିଆ, କେହି ଜାଣିଛନ୍ତି ଆପଣ? ତ ଆଜ୍ଞା ପାଣିଟା ଏଇଥିପାଇଁ ଲୁଣିଆ, ସମୁଦ୍ର ସମସ୍ତଙ୍କଠୁ ପାଣି ନିଏ, ହୁଁ ତେଣୁକରି ତା ପାଣିଟା ଲୁଣିଆ। ଆଜ୍ଞା କିନ୍ତୁ ନଦୀ ନାଳ ଏମାନଙ୍କର ପାଣିଟା କଣ? ମଧୁର, କାରଣ ଏମାନେ ଦିଅନ୍ତି ପାଣି। ଆଜ୍ଞା ତେଣୁ ଇଏ କଣ କରୁଛନ୍ତି? ପାଣି ଦଉନାହାନ୍ତି, ଲୁଣ ଦଉଛନ୍ତି, ଆଜ୍ଞା ଆଜ୍ଞା ବୁଝିଲେ? ଲୁଣରେ କେବେ ପୋକ ଲାଗିବା ଆପଣ ଦେଖିବେନି, ଚିହ୍ନରେ ପୋକ ଲାଗିବାଟା ଆପଣ ଦେଖିଦେବେ। ଆଜ୍ଞା ଆଉ ଆଙ୍କର ଯୋଉ ନୀତି, ଏଇ ଯୋଉ ସାମନ୍ତ ସନ୍ଧି, ଗୋଟେ ମାଲିକଙ୍କ ସହିତ ସମନ୍ୱୟଟାକୁ ମାନେ ଭାଙ୍ଗିଦବା, ପଇସା ଦେଇକି ତାଙ୍କର ମନକୁ କିଣିବା, ଏହା ଅତ୍ୟନ୍ତ ଦୁଃଖର ବିଷୟ। ଆଜ୍ଞା ଦେଖନ୍ତୁ, ଯେତେବେଳେ ଖରା ହେଇଥିବ, ସୂର୍ଯ୍ୟର କିରଣଟାକୁ ସହି ହବ, ଠିକ ସୂର୍ଯ୍ୟର କିରଣଟାକୁ ବା ଅଦତାଟାକୁ ସହି ହବ। କିନ୍ତୁ
ଯେତେବେଳେ ବାଲି ଉପରେ ଆପଣ ଚାଲିବେ ନା ଆଜ୍ଞା ସେ ଚାଲିବାଟା ବହୁତ କଷ୍ଟଦାୟକ ହବ, ଆପଣ ଚାଲିପାରିବେନି। ହଁ କଷ୍ଟ ଲାଗିବ। ହଁ କହିଲେ ତେଣୁ ଆପଣ ଦେଖନ୍ତୁ ଏସବୁ ଉଦାହରଣ ଦେବାର କାରଣ ହେଲା ସେ ଜଣେ ଇତିହାସର ଷ୍ଟୁଡେଣ୍ଟ। ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି କ'ଣ ସେ ଜାଣିଛନ୍ତି, ବିଭିନ୍ନ ପ୍ରକାର ବିଷୟରେ ସେ ପାଠ ପଢିଥିବେ। ସାମନ୍ତ ସଦୀ ବିଷୟରେ ମୁଁ ଯାହା କଥା କହିଲି ମାନେ ଲର୍ଡ ଡେଲହାଉସିଙ୍କ ସମୟରେ ହେଇଥିଲା। ତେଣୁ ଯଦି ସେ ଏତେ ବିଜ୍ଞ ଏବଂ ଏତେ ଉଚ୍ଚଶିକ୍ଷିତ ଲୋକ ହେଇ ଦିଆଡେ ପଇସା ଦେଇ ପୁଣି ଖାଲି କହିବେ ମୁଁ କିଛି ଜାଣିନି, ମୁଁ ନାଟକ ବିଷୟରେ କିଛି ଜାଣିନି। ଆଜ୍ଞା ତେଣୁ ସେ ପୁଣି ସିଂହବାହିନୀର ମାଲିକ ତମସା ମିଶ୍ର ଏବେ ତାଙ୍କର ଛୋଟ ଛୁଆଟାକୁ ହରାଇଛନ୍ତି। ଆଜ୍ଞା ସିଏ ତାଙ୍କର ବର୍ତ୍ତମାନ କ'ଣ ମାନସିକ ଇଏରେ ଅଛନ୍ତି। ଦୁଶ୍ଚିନ୍ତାରେ ତାଙ୍କୁ ତମେ ନ ନେଇକି ସେଇ ବିଶ୍ୱଦୀପ ସେଇ ତମସା ସେମାନେ ତ ପୁଣି ଯୋଉ ଭୋଳାଶଙ୍କର ନାଟକଟା ହିଟ୍ କରିଥିଲେ, ଆଜ୍ଞା ଆଜ୍ଞା ଏବେ ଆପଣ ତାଙ୍କୁ ତଡ଼ି ପିୟୁଷ ଆଉ ପିଙ୍ଗୁକୁ ନେଇକି ଯୋଉ ନାଚଟା କରୁଛନ୍ତି ଆଙ୍କୁ ବି ନେଇକି କରିଥିବେ ହିଟ୍ ହେଇଥିଲା, କିଛି ଅସୁବିଧା ନାହିଁ। ଆଜ୍ଞା କିନ୍ତୁ ଏଇଥିରୁ ଯୋଉ ପ୍ରକାର କାମ କରୁଛନ୍ତି ଏଇଟାକୁ ଗୋଟେ ବିଶ୍ୱାସଘାତକତା କାମ ଏବଂ ହୀନମନ୍ୟତାର କାମ ଏବଂ ନିହାତି ଘୃଣ୍ୟଯୁକ୍ତ କାମ ବୋଲି ମୁଁ କହିବି। ଆଜ୍ଞା କାରଣ ଥରେ ମୁଁ ତମସାର ପ୍ରତିକ୍ରିୟା ନେଇଥିଲି, ଏଇ କଥା ଶୁଣିଥିଲି। ତେଣୁ ଆପଣମାନଙ୍କୁ ଅନୁରୋଧ, ଏଇ ଯୋଉ ଜିନିଷ ଚାଲିଛି ପାଢୀବାବୁଙ୍କ ସବୁ ଜିନିଷ ପାଢୀବାବୁଙ୍କୁ ଷ୍ଟାର୍ଟ ହେଇଛି। ଦେଖନ୍ତୁ ପଇସା ଦବା ପଇସା ନବା ଇଏ କରିବା, ହୁଏତ ପିୟୁଷ ସେ କେତେ ଚଲାଇ ପାରନ୍ତି, କିନ୍ତୁ ତାଙ୍କର ଯୋଉ ସୂର୍ଯ୍ୟର ତାପରେ ଏମାନେ ବାଲି ହେଇକି ଯୋଉ ରୁଦ୍ରତାପ କରୁଛନ୍ତି, ବାଲି ଚାଲି ହଉନି, ଏଇଟା କେତେ ଦୂର ଠିକ ଲୋକ କହିବେ, ଆପଣମାନେ କହିବେ ଏବଂ ପାଢୀବାବୁ ନିଜେ ନିଜର ବିବେକକୁ ପଚାରନ୍ତୁ। He may not be pure, ଆଜ୍ଞା but his heart is more pure than him. He may not be pure, but his heart is more pure than him. ପାଠ ପଢିଛନ୍ତି, ଟଙ୍କା ବି ଅଛି, ବେପାର ବି ଅଛି, ସବୁ କିଛି ଅଛି। ଏଇ ଯୋଉ କିଣା ବିକା ଅମୁକ ସମୁକ କରୁଛନ୍ତି, ତେଣୁ ଯେତେ ମାଲିକ ଅଛନ୍ତି ସବୁଠାରୁ କଦର୍ଯ୍ୟ କାମ ସେ କରୁଛନ୍ତି। ସେଇ ଜିନିଷଟାକୁ ବନ୍ଦ କରନ୍ତୁ। ଏବଂ ତମସା ବିଷୟରେ, ତମସାଙ୍କର ଦରମା ସେ ପାଇନାହାନ୍ତି, ତାଙ୍କର ପୁଅ ଚାଲିଗଲା, ଆଜ୍ଞା ତାଙ୍କ ଦରମାଟାକୁ ମଧ୍ୟ ଟିକେ ପ୍ରଦାନ କରନ୍ତୁ ଏବଂ ସମନ୍ୱୟ ରକ୍ଷା କରନ୍ତୁ। ଆପଣ ଉପରକୁ ଟେକେଇଦେବେ ପୁଣି ତଳକୁ ପକେଇଦେବେ, ଏ କୋଉ କାମ? ଠିକ ତାହେଲେ କିଛି ନାହିଁ। ଯୋଉ ଦର୍ଶକ ମାନଙ୍କୁ ଆପଣ କହୁଛନ୍ତି ଦର୍ଶକ ଆମର ଭଗବାନ ନା, ସେମାନଙ୍କର ଅଭିଶାପଟା ପଡିଯିବ। ଆଉ ଏସବୁ ପ୍ରକାର ଜିନିଷଟା ବହୁତ କମ୍ ଦିନ, ଲୁହା ଯେତେ ଶୀଘ୍ର ଗରମ ହୁଏ ସେତେ ଶୀଘ୍ର ଥଣ୍ଡା ହୁଏ। ଥଣ୍ଡା ହୋଇଛି। ତେଣୁ ଆଉ କ'ଣ କହିବି ମ୍ୟାଡ଼ାମ, ଆଜ୍ଞା ଏଇଟା ହେଲା ମୋର ବକ୍ତବ୍ୟ। ପାଢୀବାବୁଙ୍କୁ ଭଗବାନ ଚିଙ୍ଗୁଡ଼ି ବେପାର କରୁଛନ୍ତି, ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ। ପଇସା ବି ଅଛି ଏବଂ ସେ ଚିଙ୍ଗୁଡ଼ି ଏକ୍ସପୋର୍ଟ କରି ଭଲ ପଇସା ରୋଜଗାର କରୁଛନ୍ତି। ତେଣୁ ସିଏ ନାଟ୍ୟ ମାଧ୍ୟମରେ ଭଲ କିଛି ଶିକ୍ଷା ଦେବାକୁ ଚେଷ୍ଟା କରନ୍ତୁ। ଜନସମାଜକୁ ନାଟକ ଦ୍ୱାରା କିଛି ଶିକ୍ଷା ଦେବାକୁ ଚେଷ୍ଟା କରନ୍ତୁ। କାରଣ ମୁଁ ଜାଣିଛି ଶିବାନୀ ଇଜ୍ ଏ ବ୍ରାଣ୍ଡେଡ୍ ପାର୍ଟି, ସ୍ୱର୍ଣ୍ଣମହଲ ଇଜ୍ ଏ ବ୍ରାଣ୍ଡେଡ୍ ପାର୍ଟି, ରଙ୍ଗମହଲ ଇଜ୍ ଏ ବ୍ରାଣ୍ଡେଡ୍ ପାର୍ଟି, ସୂର୍ଯ୍ୟ ମନ୍ଦିର ଇଜ୍ ଅଲସୋ ଏ ବ୍ରାଣ୍ଡେଡ୍ ପାର୍ଟି। ଏମାନେ ସବୁ ବ୍ରାଣ୍ଡେଡ୍ ପାର୍ଟି। ଠିକ ଠିକ ଏଇ ନୂଆ ନୂଆ ନାଟକ ସବୁ ଯୋଉ ବାହାରୁଛି ନା, ଆଜ୍ଞା ଏ ନୂଆ ନୂଆ ନାଟକ ଯୋଉ ବାହାରୁଛି, ଏସବୁ ଜିନିଷ ମାନେ ବିକୃତ ହେଇଯାଉଛି। ଲାଣ୍ଡୁ ବାବୁ ଯୋଉ ଆପଣଙ୍କର ମାଲିକ ହଉଛନ୍ତି ସେ କିଏ, ତୁଳସୀ ଗଣନାଟ୍ୟର, କାହିଁ ସିଏ ତ କିଛି କହୁନାହାନ୍ତି। ତାଙ୍କଠୁ ସବୁ ନାଟକ ଲୋକ ଛଡେଇ ଆଣ, ସିଏ ତ କିଛି କହୁନାହାନ୍ତି। ଆଜ୍ଞା ଲୋକ ଖାଲି କହୁଛନ୍ତି ପଇସା ନେଇଗଲା ପଇସା ନେଇଗଲା। ଯେ ପଇସା ନଉଥିଲ କାହିଁକି ତମେ? ପଇସା ନ ଫେରେଇଲେ ତାଙ୍କ ନାଁରେ ଆରୋପ ପ୍ରତ୍ୟାରୋପ କରିବା। ମୁଁ କହିବି ତ ଲାଣ୍ଡୁ ବାବୁ ଜଣେ ବହୁତ ଭଲ ଲୋକ। ପିୟୁଷକୁ ଗଢିଛନ୍ତି ସିଏ, ଅନେକ ଲୋକ ସେ ଗଢିଛନ୍ତି। ତେଣୁ ଅଧିକା ଆଉ କିଛି କହୁନି ମ୍ୟାଡ଼ାମ। ଆଜ୍ଞା ସିଂହବାହିନୀ ମାଲିକଙ୍କୁ ସେ ପାଢୀ ସାରଙ୍କୁ ଟିକେ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ। ଯୋଉ ତମସାକୁ ସେ ବର୍ତ୍ତମାନ ମଞ୍ଚ ଚଢାଇ ଦେଇନାହାନ୍ତି ଏପର୍ଯ୍ୟନ୍ତ, ତାଙ୍କର ପଇସା ପତ୍ର କ୍ଲିୟର କରନ୍ତୁ। ଆଉ 2024-27 ଯୋଉ ହଉଛି ନାଟକ ଭିତରେ ଗୋଟେ ସମନ୍ୱୟ ପ୍ରତିଷ୍ଠା କରନ୍ତୁ। ଆଉ ପାଠଟା ବଡ ନୁହେଁ, ଶିକ୍ଷାଟା ବଡ ନୁହେଁ, ଆଜ୍ଞା ବହୁତ ବଡ ହେଲା ସଂସ୍କାର। ଶିକ୍ଷା ଅପେକ୍ଷା ସଂସ୍କାରଟା ବଡ। ତେଣୁ ସିଏ ମିନିଷ୍ଟ୍ରି ଶିକ୍ଷା ପଢିଛନ୍ତି, ସଂସ୍କାର କ'ଣ ସେ ଜାଣିବା ଉଚିତ ଏବଂ ଜାଣିଛନ୍ତି ମଧ୍ୟ। ତେଣୁ ଏତିକି କହିବି, ଆଉ ଅଧିକା କିଛି କହିବା ଦରକାର ନାହିଁ ମ୍ୟାଡ଼ାମ। ଭଗବାନ ସେ ପାଢୀବାବୁଙ୍କୁ ଟିକେ ସଦ୍ବୁଦ୍ଧି ଦିଅନ୍ତୁ। ଆଜ୍ଞା ଠିକ ଅଛି। ଏଇଆ କହିବି। ହଁ ଆଜ୍ଞା ଆପଣଙ୍କ ପ୍ରତିକ୍ରିୟା ଭଲ ଲାଗିଲା, ସମୟ ସାଥ ଦେଲାଣି।
ଆପଣଙ୍କର ଆପଣଙ୍କ ମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଜ୍ଞା।